ପିଲାମାନେ କେମିତି ଅଛ? ମୁଁ ଆଶିଷ ତୁମମାନଙ୍କୁ ମୋର ୟୁଟ୍ୟୁବ୍ ଚ୍ୟାନେଲକୁ ପୁଣି ସ୍ୱାଗତ ଜଣାଉଛି। ତ ଆଜିର ଭିଡ଼ିଓରେ ଆମେ ସପ୍ତମ ଶ୍ରେଣୀ ସାହିତ୍ୟ ବହିର ପ୍ରଥମ ପଦ୍ୟ କଲାମାଣି କରି ତା'ର ପ୍ରଶ୍ନ ଉତ୍ତର ଆଲୋଚନା କରିବା। ତା ପୂର୍ବରୁ ଚ୍ୟାନେଲରେ ପ୍ରଥମ ପାଇଁ ଯଦି ଆସିଛ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ ଓ ବେଲ୍ ଆଇକନ୍ ବଟନକୁ ଦବାଇ ଦିଅ। ଚାଲ ଭିଡ଼ିଓକୁ ଆରମ୍ଭ କରିବା। ପ୍ରଥମ ନମ୍ବର ଦେଇଛି ଉତ୍ତର କୁହ। କରିଦେଇଛି ଯଶୋଦା ମାତା ଯଶୋଦା କାହିଁକି ଚିନ୍ତିତ ହୋଇପଡ଼ିଛନ୍ତି। ଉତ୍ତର ହୋଇଯିବ ସ୍ନେହମୟୀ ମାତା ଯଶୋଦା କୃଷ୍ଣଙ୍କ ବନରୁ ଫେରିବା ବିଳମ୍ବରେ ଅଧୀର ହୋଇପଡ଼ିଛନ୍ତି। ପ୍ରତ୍ୟହ ସନ୍ଧ୍ୟା ପୂର୍ବରୁ କୃଷ୍ଣ ଗୋଚାରଣରୁ ଫେରିଆସନ୍ତି, କିନ୍ତୁ ସେଦିନ ସନ୍ଧ୍ୟା ଅତିକ୍ରାନ୍ତ ହୋଇଯାଇଛି। ତେଣୁ ମାତା ଯଶୋଦାଙ୍କ ମନ ଭୟ ଓ ନାନା ଆଶଙ୍କାରେ ବିବ୍ରତ ହୋଇଛି। ତ ସ୍ନେହମୟୀ ମାତା ଯଶୋଦା ଶ୍ରୀକୃଷ୍ଣଙ୍କୁ ବନରୁ ଫେରିବା ବିଳମ୍ବ ହେଉଥିବାରୁ ସେ ଚିନ୍ତିତ ହୋଇପଡ଼ିଛନ୍ତି ଓ ପ୍ରତ୍ୟହ ସନ୍ଧ୍ୟା ପୂର୍ବରୁ କୃଷ୍ଣ ଗୋଚାରଣରୁ ଫେରିଆସନ୍ତି, କିନ୍ତୁ ସେଦିନ ସନ୍ଧ୍ୟା ଅତିକ୍ରାନ୍ତ ହୋଇଯାଇଛି ଓ ତେଣୁ ଶ୍ରୀକୃଷ୍ଣ ଘରକୁ ଫେରିନାହାନ୍ତି। ସେଥିପାଇଁ ନାନା ଆଶଙ୍କାରେ ବିବ୍ରତ ହୋଇପଡ଼ିଛନ୍ତି। ଖରେ ଦେଇଛି ଶ୍ରୀକୃଷ୍ଣଙ୍କୁ କେଉଁ ଖାଦ୍ୟ ରୁଚୁ ନଥିଲା। ଉତ୍ତର ଶ୍ରୀକୃଷ୍ଣଙ୍କ ଶରୀର ଦୁର୍ବଳ ଥିଲା। ତେଣୁ ମା ତାଙ୍କୁ ନାନା କ୍ଷୀରଜାତ ଦ୍ରବ୍ୟ ଯଥା ଗୋଟିକା ଅଧାମ ଓ ସର ଆଦି ଯାଚି ଖୁଆଇବାକୁ ଚେଷ୍ଟା କରୁଥିଲେ। ମାତ୍ର ସେସବୁ ଖାଦ୍ୟ କୃଷ୍ଣଙ୍କୁ ରୁଚୁ ନଥିଲା, କିନ୍ତୁ ଲହୁଣୀ ପ୍ରତି ତାଙ୍କ ମନରେ ଗଭୀର ଆଗ୍ରହ ଥିଲା ଓ ମାଙ୍କୁ ସେ ଲହୁଣୀ ଲାଞ୍ଚ ମାଗୁଥିଲେ। ସେଙ୍କ କୌଣସି ଖାଦ୍ୟରେ ତାଙ୍କର ମନ ନଥିଲା, ସେ କେବଳ ଲହୁଣୀ ପ୍ରତି ତାଙ୍କର ମନ ଥିଲା ଓ ସେ ମାତା ଯଶୋଦାଙ୍କୁ ଲହୁଣୀ ଖାଇବା ପାଇଁ ମାଗୁଥିଲେ। ଘରେ ଦେଇଛି ଯଶୋଦା ନିଜକୁ ଡଙ୍କୁଣୀ ବୋଲି କାହିଁକି କହିଛନ୍ତି। ଉତ୍ତର ଲେଖିବ ଯଶୋଦାଙ୍କର ବୃଦ୍ଧା ବୟସରେ ଶ୍ରୀକୃଷ୍ଣ ଏକମାତ୍ର ସନ୍ତାନ ହୋଇଥିବାରୁ ସେ କ୍ଷଣ ମାତ୍ର ପାଖରୁ ଛାଡ଼ିବାକୁ ଇଚ୍ଛା କରୁନଥିଲେ। ସେ ଯଶୋଦାଙ୍କର ବୃଦ୍ଧା ବୟସରେ ଶ୍ରୀକୃଷ୍ଣ ଏକମାତ୍ର ତାଙ୍କର ସନ୍ତାନ ଥିଲେ, ସେଥିପାଇଁ ତାଙ୍କୁ ତାଙ୍କ ପାଖରୁ ଛାଡ଼ିବାକୁ ଇଚ୍ଛା କରୁନଥିଲେ, କିନ୍ତୁ କୃଷ୍ଣ ଗୋଚାରଣରେ ଯିବାକୁ ଜିଦ୍ କରୁଥିଲେ। କିନ୍ତୁ ଶ୍ରୀକୃଷ୍ଣ କ'ଣ କରୁଥିଲେ? ଗାଈ ଚରି ଯିବା ପାଇଁ ଜିଦ୍ କରୁଥିଲେ। ବନରୁ ଫେରିବାରେ ବିଳମ୍ବ ହେବାରୁ ଯଶୋଦା ବ୍ୟସ୍ତ ଓ ବିବ୍ରତ ହୋଇ ନିଜକୁ ଡଙ୍କୁଣୀ ବୋଲି କହି ଅନୁତାପ କରୁଥିଲେ। ସେ କୃଷ୍ଣ ଗାଈ ଚରିବା ପାଇଁ ଯାଇଥିଲେ ଓ ଫେରିବାରେ ଡେରି ହୋଇଛି, ସେଥିପାଇଁ ସେ ବ୍ୟସ୍ତ ଓ ବିବ୍ରତ ହୋଇପଡ଼ି ନିଜକୁ ଡଙ୍କୁଣୀ ବୋଲି ସେ କହିଛନ୍ତି। ପ୍ରଶ୍ନ ଘରେ ଦେଇଛି ଶ୍ରୀକୃଷ୍ଣଙ୍କ ପାଦରେ କଣ୍ଟା ଫୁଟିଯିବାର ଆଶଙ୍କା ମାଙ୍କ ମନରେ କାହିଁକି ସୃଷ୍ଟି ହୋଇଛି। ଉତ୍ତର ଗୋଚାରଣରେ ଯିବାବେଳେ ଶ୍ରୀକୃଷ୍ଣ କଠ ଓ ଝୋତା ସାଙ୍ଗରେ ନେଇଥାନ୍ତି। ତ ଯେତେବେଳେ ଗଉ ଚରାଇବା ପାଇଁ ଯାଆନ୍ତି, ସେତେବେଳେ ତାଙ୍କ ସାଙ୍ଗରେ କଠାଉ ଓ ଛତା ସାଙ୍ଗରେ ନେଇକି ଯାଆନ୍ତି, କିନ୍ତୁ ସେହିଦିନ ସେସବୁ ନେବାକୁ ସେ ଭୁଲି ଯାଇଥିଲେ। କିନ୍ତୁ ସେଦିନ ସେ ଏସବୁ କଠାଉ ଓ ଛତା ନେବାକୁ ଭୁଲି ଯାଇଥିଲେ। କଠାଉ ନଥିବାରୁ ତାଙ୍କ କୋମଳ ପାଦରେ କଣ୍ଟା ଫୁଟି ତାଙ୍କୁ କଷ୍ଟ ହେଉଥିବ ଭାବି ମା ମନରେ ଆଶଙ୍କା ସୃଷ୍ଟି ହୋଇଛି। ଯଦି ସେଦିନ ସେ କଠାଉ ନ ନେଇଥିଲେ, ସେଥିପାଇଁ ସେ ମାତା ଯଶୋଦା ଆଶଙ୍କା କରିଛନ୍ତି ତାଙ୍କର କୋମଳ ପାଦରେ କଣ୍ଟା ଫୁଟିଯିବ ବୋଲି। ବନ ମଧ୍ୟରେ ପଡ଼ିଥିବା ଅନାବନା କଣ୍ଟା ଫୁଟି ପାଦର ରକ୍ତ ଝରି ପଡ଼ୁଥିବ ଓ ସେ ଯନ୍ତ୍ରଣା ଭୋଗୁଥିବ, ଏହି କଥା ମନରେ ଭାବି ମାଙ୍କ ମନରେ ବିଷାଦରେ ଭରି ଉଠିଛି। ସେ ଭାବୁଥିଲେ ଯେ ସେ ତାଙ୍କର କୋମଳ ପାଦରେ କଣ୍ଟା ଫୁଟିଯିବ ଓ ତାଙ୍କ ପାଦରେ ରକ୍ତ ଝରୁଥିବ ଓ ସେ ଯନ୍ତ୍ରଣା ଭୋଗୁଥିବେ, ସେଥିପାଇଁ ସେ ବିଷାଦରେ ଭରି ଉଠିଛି। ଏବେ ଆମେ ଯିବା ପ୍ରଶ୍ନ ନମ୍ବର 2କୁ। ପ୍ରଶ୍ନ ନମ୍ବର 2ରେ ଦେଇଛି 2ଟି ବା 3ଟି ବାକ୍ୟରେ ଉତ୍ତର ଲେଖ। କରି ଦେଇଛି ଶ୍ରୀକୃଷ୍ଣଙ୍କୁ କଳାମାଣିକ କହିବାର ତାତ୍ପର୍ଯ୍ୟ କ'ଣ? ତ ଶ୍ରୀକୃଷ୍ଣଙ୍କୁ କଳାମାଣିକ କାହିଁକି କୁହାଯାଇଛି? ଉତ୍ତର ମାଣିକ୍ୟ ହେଉଛି ଏକ ବହୁମୂଲ୍ୟ ରତ୍ନପଥର। ତ ମାଣିକ୍ୟ ହେଉଛି ଏକ ବହୁମୂଲ୍ୟ ରତ୍ନପଥର। ଏହା ବିଭିନ୍ନ ବର୍ଷର ହୋଇଥାଏ ଓ ବର୍ଣ୍ଣ ଅନୁସାରେ ତା'ର ନାମକରଣ ହୋଇଥାଏ। ତ ଏହାର ବର୍ଣ୍ଣ ବିଭିନ୍ନ ବର୍ଣ୍ଣର ହୋଇଥାଏ, ହେଲା ରଙ୍ଗର ହୋଇଥାଏ। ଏଠାରେ ବର୍ଷ ହେଇଛି ବର୍ଣ୍ଣ ହେବ। ତ ଏହା ବିଭିନ୍ନ ବର୍ଣ୍ଣର ହୋଇଥାଏ ଓ ଏହାର ବର୍ଣ୍ଣ ଅନୁସାରେ ନାମକରଣ ହୋଇଥାଏ। ଏହା ଚିକ୍କଣ ସୁନ୍ଦର ଓ ବହୁମୂଲ୍ୟବାନ। ତ ସେ ପଥର ବହୁତ ଚିକ୍କଣ ସୁନ୍ଦର ଓ ମୂଲ୍ୟବାନ ଅଟେ। ଯଶୋଦାଙ୍କ ପାଇଁ ଶ୍ରୀକୃଷ୍ଣ ଥିଲେ ସର୍ବସୁନ୍ଦର ଓ ବହୁମୂଲ୍ୟବାନ। ତ ଯଶୋଦାଙ୍କ ପାଇଁ ଶ୍ରୀକୃଷ୍ଣ ବହୁତ ମୂଲ୍ୟବାନ ଥିଲେ, କିନ୍ତୁ କୃଷ୍ଣଙ୍କ ଶରୀରର ରଙ୍ଗ ଶ୍ୟାମଳ ହୋଇଥିବାରୁ ଯଶୋଦା ପୁତ୍ର କୃଷ୍ଣଙ୍କୁ ସ୍ନେହରେ କଳାମାଣିକ ବୋଲି ସମ୍ବୋଧନ କରିଛନ୍ତି। ତ ଆମେ ଜାଣିଛୁ ଯେ କୃଷ୍ଣଙ୍କ ରଙ୍ଗ କିପରି ଥିଲା? କଳା ଥିଲା। ସେଥିପାଇଁ ମାତା ଯଶୋଦା ଶ୍ରୀକୃଷ୍ଣଙ୍କୁ କଳାମାଣିକ ବୋଲି ସମ୍ବୋଧନ କରିଛନ୍ତି ବା କହିଛନ୍ତି। ପ୍ରଶ୍ନ ଖରେ ଦେଇଛି ପୁଅର କେଉଁ ସବୁ କାର୍ଯ୍ୟ ମନେ ପକାଇ ମା ଭାଳି ହେଉଛନ୍ତି। ତ ପୁଅର ଶ୍ରୀକୃଷ୍ଣଙ୍କର କେଉଁ କଥା ସେ ମନେ ପକାଇଛନ୍ତି ଓ ଭାଳି ହେଉଛନ୍ତି। ଉତ୍ତର ହେଇଯିବ ମା ମନ ସନ୍ତାନ ପାଇଁ ସତତ ବ୍ୟାକୁଳ। ତ ମା ସନ୍ତାନର ପାଇଁ ବହୁତ ବ୍ୟାକୁଳ ହୋଇଥାନ୍ତି। କୃଷ୍ଣ ଯଶୋଦାଙ୍କର ଏକମାତ୍ର ସନ୍ତାନ ଥିଲେ। ମାଙ୍କ ବାରଣ ସତ୍ତ୍ୱେ
ଆଦରର ଧନ ତାଙ୍କର ଗୋରୁ ଚରାଇବାକୁ ବଣକୁ ଯାଇ ଫେରିବାରେ ବିଳମ୍ବ କରିଛନ୍ତି। ତ ଯଶୋଦା ମନା କଲା ସତ୍ତ୍ୱେ ସେ ବଣକୁ ଗୋରୁ ଚରାଇବା ପାଇଁ ଯାଇଥିଲେ। ତେଣୁ ସ୍ନେହମୟୀ ମମତାମୟୀ ମା'ର ହୃଦୟ ଅହେତୁକ ଭୟ ଓ ଆଶଙ୍କାରେ ଥରି ଉଠିଛି। କୃଷ୍ଣଙ୍କୁ ଘରେ ଅଧାମ ଗୋଟିକା ସର ଆଦି ସୁସ୍ୱାଦୁ ଖାଦ୍ୟ ରୁଚେ ନାହିଁ। ତ କେଉଁ ଖାଦ୍ୟ ରୁଚେ ନାହିଁ? ଅଧାମ ଗୋଟିକା ଆଉ ସର। ଲହୁଣୀ ମାଗି ମାଗି ନୃତ୍ୟ କରିବା, ଅଳି ଅଝଟ କରି ତଳେ ଗଡ଼ିଯିବା, ଧୂଳି ଧୂସର ହୋଇ କୋଳରେ ଲୋଟିଯିବା ଭଳି କୃଷ୍ଣଙ୍କର ଶିଶୁସୁଲଭ ଚପଳତାକୁ ମା ମନେ ପକାଇ ଭାଳି ହେଉଛନ୍ତି। ତ ଶ୍ରୀକୃଷ୍ଣ କ'ଣ କରିଥାନ୍ତି? ଲହୁଣୀ ମାଗି ମାଗି ନୃତ୍ୟ କରିଥାନ୍ତି, ଅଳି ଅଝଟ କରି ତଳେ ଗଡ଼ି ଯାଇଥାନ୍ତି ଓ ଧୂଳି ଧୂସର ହୋଇ କୋଳରେ ଲୋଟିଯିବା ଭଳି ସେ ତାଙ୍କର କଥାକୁ ମନେ ପକାଇଛନ୍ତି। ଜଙ୍ଗଲରେ ଡାହାଣୀ ଓ ରାକ୍ଷସଙ୍କର ଉପଦ୍ରବ ହେଉଥିବ, ଟାଣ ଖରାରେ ଶ୍ରମ ଝାଳ ବୋଲି ବହିଯାଉଥିବ, ପାଦରେ କଣ୍ଟା ଫୁଟି କଷ୍ଟ ହେଉଥିବ, ଏମିତି କେତେ କଥା ଭାବି ସେ ମା ଯଶୋଦା ବିଳାପ କରିଥାନ୍ତି। ପ୍ରଶ୍ନ ନମ୍ବର ଗଢ଼ିଦେଇଛି ମାଙ୍କର ହୃଦୟ ତାପ ବିନାଶ କରିବାରେ ଶ୍ରୀକୃଷ୍ଣ ହରିଚନ୍ଦନ କରିଥିଲେ ବୋଲି କହିବାର ତାତ୍ପର୍ଯ୍ୟ କ'ଣ? ସେ ଏପରି କାହିଁକି କହିଛନ୍ତି? ଉତ୍ତର ହେଇଯିବ ହରିଚନ୍ଦନ ହେଉଛି ଦେବଯୋଗ୍ୟ ସୁବାସିତ ଶ୍ୱେତ ଚନ୍ଦନ। ହରିଚନ୍ଦନ କ'ଣ? ଦେବଯୋଗ୍ୟ ସୁବାସିତ ଶ୍ୱେତ ଚନ୍ଦନ। ଗ୍ରୀଷ୍ମ କାଳରେ ଶରୀରକୁ ଶୀତଳତା ପ୍ରଦାନ କରିବା ପାଇଁ ଚନ୍ଦନ କରାଯାଏ। କ'ଣ ପାଇଁ? ଶରୀରକୁ ଶୀତଳ ପ୍ରଦାନ କରିବା ପାଇଁ, ଯାହାକି ହୃଦୟର ସକଳ ସନ୍ତାପ, ଦୁଃଖ, ତାପ ଓ ଦିହନାକୁ ଶାନ୍ତ କରେ। ଯଶୋଦାଙ୍କ ଜୀବନରେ କୃଷ୍ଣ ଥିଲେ ବାର୍ଦ୍ଧକ୍ୟର ଏକମାତ୍ର ସମ୍ବଳ। ତାଙ୍କ ବୁଢ଼ା ବାର୍ଦ୍ଧକ୍ୟ ସମୟର ଏକମାତ୍ର ସମ୍ବଳ, ଜୀବନର ସର୍ବସ୍ୱ। ଯେତେବେଳେ ସେ କୃଷ୍ଣଙ୍କୁ ହୃଦୟରେ ଲଗାଇ ଆଲିଙ୍ଗନ କରନ୍ତି, ତାଙ୍କ ହୃଦୟର ସକଳ ଦୁଃଖ ସନ୍ତାପ ଦୂରୀଭୂତ ହୁଏ। ତ ମାତା ଯଶୋଦା ଯେତେବେଳେ ଶ୍ରୀକୃଷ୍ଣଙ୍କୁ ଆଲିଙ୍ଗନ କରନ୍ତି, ତାଙ୍କର ସବୁ ଦୁଃଖ କ'ଣ ହୁଏ? ଚାଲିଯାଏ। କ୍ଷଣକ ପାଇଁ ପାଖରୁ ଅନ୍ତର ହେଲେ ଭୟ ଓ ଆଶଙ୍କାରେ ତାଙ୍କ ମନରେ ବ୍ୟାକୁଳତା ଭରିଯାଏ ଏବଂ କୋଳକୁ ଫେରି ଆସିଲେ ସେ ପରମ ସୁଖ ଅନୁଭବ କରନ୍ତି। ତ ଶ୍ରୀକୃଷ୍ଣ ଟିକେ ଦୂରକୁ ଚାଲିଗଲେ ତାଙ୍କ ମନରେ ବ୍ୟାକୁଳ ଭରିଯାଏ ଓ କୋଳକୁ ଫେରି ଆସିଲେ ତାଙ୍କ ମନରେ ପରମ ସୁଖ ଅନୁଭବ କରନ୍ତି। ତେଣୁ ସେ କୃଷ୍ଣଙ୍କୁ ହୃଦୟର ତାପ ବିନାଶକ ହରିଚନ୍ଦନ ବୋଲି ସେ କହିଛନ୍ତି। ପ୍ରଶ୍ନ ନମ୍ବର ଘରେ ଦେଇଛି ଶ୍ରୀକୃଷ୍ଣ କିପରି ଯଶୋଦାଙ୍କର ସୁଖର କାରଣ ଥିଲେ? ତ ଶ୍ରୀକୃଷ୍ଣ କିପରି ଯଶୋଦାଙ୍କର ସୁଖର କାରଣ ଥିଲେ? ହେଲା, କିପରି ସୁଖ ପାଉଥିଲେ ଯେତେବେଳେ ସେ ଶ୍ରୀକୃଷ୍ଣ ଯଶୋଦାଙ୍କ ପାଖରେ ଥିଲେ? ଉତ୍ତର, ବୃଦ୍ଧ ବୟସରେ ଶ୍ରୀକୃଷ୍ଣଙ୍କ ପରି ସନ୍ତାନ ଯଶୋଦାଙ୍କ ଜୀବନର ସର୍ବସ୍ୱ ଏବଂ ଏକମାତ୍ର ସମ୍ବଳ ଥିଲେ। ତ ବୃଦ୍ଧ ସମୟରେ ଶ୍ରୀକୃଷ୍ଣ ଯଶୋଦାଙ୍କର ଏକମାତ୍ର ସର୍ବସ୍ୱ, ଏକମାତ୍ର ସମ୍ବଳ ଥିଲେ। ତାଙ୍କ ପାଇଁ କୃଷ୍ଣ ଥିଲେ ନୟନ ପ୍ରତିମା ସଦୃଶ। ତାଙ୍କ ପାଇଁ ଥିଲେ ନୟନ ପ୍ରତିମା ସଦୃଶ ଥିଲେ। କ୍ଷଣକ ପାଇଁ କୃଷ୍ଣ ପାଖରୁ ଅନ୍ତର ହେଲେ ସେ ବିଳାପ କରି ଉଠୁଥିଲେ। ଯଦି କିଛି ସମୟ ପାଇଁ ମଧ୍ୟ ସେ ଦୂରକୁ ଚାଲିଯାଉଥିଲେ, ସେ ବିଳାପ କରି ଉଠୁଥିଲେ। କୃଷ୍ଣ ତାଙ୍କ ପାଇଁ ଅନ୍ଧର ଲଉଡ଼ି ଓ ଦରିଦ୍ରର ଧନ ପରି ଥିଲେ। ତ ସେ ତାଙ୍କର ଅନ୍ଧର ଲଉଡ଼ି, ହେଲା, ଅନ୍ଧର ସାହାରା ଓ ଦରିଦ୍ର ଧନ ଥିଲେ। ଅଝଟ କୃଷ୍ଣ କିନ୍ତୁ ତାଙ୍କ ବାରଣ ନ ମାନି ଗୋଚାରଣର ବନକୁ ଚାଲିଯାଉଥିଲେ। କିନ୍ତୁ ଯଶୋଦାଙ୍କର ମନା କରିବା ସତ୍ତ୍ୱେ ଶ୍ରୀକୃଷ୍ଣ ବନକୁ ଗୋଚାରଣ ପାଇଁ ଚାଲିଯାଉଥିଲେ। ଜୀବର ଜୀବନ ତଥା ହୃଦୟତ୍ନହରା ସଦୃଶ କୃଷ୍ଣ ତାଙ୍କ ଜୀବନର ସମସ୍ତ ସୁଖର କାରଣ ଥିଲେ। ତାଙ୍କ ଚନ୍ଦ୍ରବଦନ ଦର୍ଶନରେ ମା ପାଉଥିଲେ ଅସୀମ ଆନନ୍ଦ। ତାଙ୍କର ସେହି କଳା ଚନ୍ଦନ ସଦୃଶ ସ୍ୱରକୁ ଦେଖି ସେ ଆନନ୍ଦ ପାଉଥିଲେ। ଜୀବନର ସମସ୍ତ ସୁଖ ଦୁଃଖ ପାଶୋରି ସେ ତାଙ୍କୁ କୋଳେଇ ନେଉଥିଲେ। ପ୍ରଶ୍ନ ନମ୍ବର ଶ୍ରୀକୃଷ୍ଣଙ୍କର ବେଣୁସ୍ୱନକୁ କାନ ଡେରିବା ପ୍ରସଙ୍ଗରେ କେଉଁ ଭାବ ପ୍ରକାଶ ପାଇଛି? ତ ଶ୍ରୀକୃଷ୍ଣଙ୍କର ବେଣୁସ୍ୱନକୁ କାନ ଡେରିବା ପ୍ରସଙ୍ଗରେ କେଉଁ ପ୍ରକାଶ ପାଇଛି? ଉତ୍ତର ଲେଖିବ ଶ୍ରୀକୃଷ୍ଣ ନୀତି ପ୍ରତି ଗୋଚାରଣରେ ବନକୁ ଯାଇ ସନ୍ଧ୍ୟା ପୂର୍ବରୁ ଗୃହକୁ ପ୍ରତ୍ୟାବର୍ତ୍ତନ କରୁଥିଲେ। ତ ଶ୍ରୀକୃଷ୍ଣ ଗୋଚାରଣ ପାଇଁ ଚାଲିଯାଉଥିଲେ ଓ ସନ୍ଧ୍ୟା ସମୟରେ ସେ ଘରକୁ ଫେରୁଥିଲେ। ଗୋଧୂଳି ବେକରେ ତାଙ୍କ ବଂଶୀଧର ଶ୍ୱାନକୁ କାନ ଡେରି ରହୁଥିଲେ ମାତା ଯଶୋଦା ଓ ତାଙ୍କର ସନ୍ଧ୍ୟା ସମୟରେ ସେ କେତେବେଳେ ଫେରିବେ ବୋଲି ମାତା ଯଶୋଦା ତାଙ୍କୁ ଚାହିଁ ରହୁଥିଲେ। ଦୂରରୁ ସୁମଧୁର ବେଣୁତାନ ତାଙ୍କ ମନରେ ଆନନ୍ଦ ଭରି ଦେଉଥିଲା। ସେ ଦାଣ୍ଡକୁ ଧାଇଁ ଯାଇଥିଲେ ପୁଅକୁ ପାଛୋଟି ଆଣିବା ପାଇଁ। ସେଦିନ ସନ୍ଧ୍ୟା ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଶ୍ରୀକୃଷ୍ଣ ଘର ବହଡ଼ାରେ ବିଳମ୍ବ ଦେଖି ମା ଯଶୋଦାଙ୍କ ମନ ଭୟ ଓ ଆଶଙ୍କାରେ ଭରି ଉଠିଲା। ତ ସେହିଦିନ କ'ଣ ହେଇଥିଲା? ଶ୍ରୀକୃଷ୍ଣ ଆସିବା ପାଇଁ ଡେରି କରିଦେଇଥିଲେ, ଯାହାଫଳରେ ମାତା ଯଶୋଦାଙ୍କ ମନରେ ଭୟ ଓ ଆଶଙ୍କା ସୃଷ୍ଟି ହୋଇଥିଲା।
ବଂଶୀର ସ୍ୱନକୁ ଅପେକ୍ଷା କରି କରି ନାନା ବିପଦ ଆଶଙ୍କାରେ ବ୍ୟାକୁଳ ହୋଇଥିଲେ ତାଙ୍କ ମନ। ତେଣୁ ନିଜକୁ ସ୍ୱୀକାର କରି ଦୁଃଖରେ ଭାଙ୍ଗି ପଡ଼ିଥିଲେ ସେ। ପୁତ୍ରର ଗୁଣ ସ୍ମରଣ କରି ସେ କରୁଣ ସ୍ୱରରେ ବିଳାପ କରି ଉଠିଥିଲେ। ଏଠାରେ ମାତା ଯଶୋଦାଙ୍କର ଅପୂର୍ବ ବାତ୍ସଲ୍ୟ ମମତାର ଭାବ ପ୍ରକାଶ ପାଇଛି। ପ୍ରଶ୍ନ ନମ୍ବର 3ରେ ଦେଇଛି ପଠିତ କବିତାଟିକୁ ମନେ ପକାଇ କବିତାଂଶ ପୂରଣ କର। ଏଠି ଦେଇଛି ଅନ୍ଧର ଲଉଡ଼ି ବାବୁରେ ଡ୍ୟାକ୍ସ। ତ ଏହାର ଯେଉଁ ଅଂଶଟି ଛଡ଼ାଇଛି ତାକୁ ପୂରଣ କର। ଅନ୍ଧର ଲଉଡ଼ି ବାବୁରେ ହୃଦରତ୍ନ ହରା। ଘରେ ଦେଇଛି ଡ୍ୟାକ୍ସ ରଖିଯାଉ ଗୋରୁ। ଉତ୍ତର ଦେଖିବ ଡରୁଥାଉ ଅନ୍ଧାରକୁ, ଅନ୍ଧାରକୁ ଡରୁଥାଉ ରଖିଯାଉ ଗୋରୁ। ପ୍ରଶ୍ନ ନମ୍ବର ଗ ହୃଦତାପ ବିନାଶନେ ଡ୍ୟାକ୍ସ। ହୃଦତାପ ବିନାଶନେ ହରିଚନ୍ଦନ। ପ୍ରଶ୍ନ ନମ୍ବର ଘରେ ଦେଇଛି ଡ୍ୟାକ୍ସ ସର ନ ରୁଚଇ ତୋତେ। ତ ଗୋଟିକା ଅଧାମ ସର ନ ରୁଚଇ ତୋତେ। ମୋର ଦେଇଛି ବନେ କଣ୍ଟା ଲାଗି ହୁଏ ଡ୍ୟାକ୍ସ ବନେ କଣ୍ଟା ଲାଗି ହୁଏ ମୃଦୁ ପାଦ ଚିନ୍ତା। ତାର ମୃଦୁ ପାଦର ଚିନ୍ତା ହୋଇଥାଏ। ପ୍ରଶ୍ନ ନମ୍ବର 4ରେ ଦେଖିବା ସରଳ ଭାଷାରେ ବୁଝାଇ ଲେଖ। ତୋଳି ମୁଁ ଧୋଇଲେ ପଶିବଇଁ ମହି। ତ ଉତ୍ତର ଲେଖିବ ପ୍ରଦତ୍ତ ପଦ୍ୟାଂଶଟି ଅଭିମନ୍ୟୁ ସାମନ୍ତ ସିଂଙ୍କର ରଚିତ କଲାମଣିକରେ ଶୀର୍ଷକ ପଦ୍ୟରୁ ଆନିତ। ଏଠାରେ ମା'ର ବାତ୍ସଲ୍ୟ ପ୍ରୀତି ଓ ସନ୍ତାନର ଜନନୀ ପ୍ରତି ଉଭୟର ପରିପ୍ରକାଶ ଘଟିଛି। ବାଲ୍ୟକାଳରେ ଶ୍ରୀକୃଷ୍ଣ ଅତ୍ୟନ୍ତ ଦୁର୍ବଳ ଶରୀର ବିଶିଷ୍ଟ ଥିଲେ। ସେଥିପାଇଁ ମାତା ଯଶୋଦା ଚିନ୍ତିତ ଥିଲେ। ସନ୍ତାନ ଯେତେ ସୁସ୍ଥ ସବଳ ଥିଲେ ମଧ୍ୟ ଜନନୀ ଚକ୍ଷୁରେ ସେ ସଦାବେଳେ ଦୁର୍ବଳ ମନେ ହୋଇଥାଏ। କୃଷ୍ଣଙ୍କୁ କୋଳରେ ଧରି ସ୍ନେହ କଲାବେଳେ ଯଶୋଦା ପୁତ୍ରର ଅସୁସ୍ଥତା ଆଶଙ୍କା କରିଥାନ୍ତି। ତେଣୁ ଗୋଟିକା ଅଧାମ ସର ଆଦି ପୁଷ୍ଟିକର ଖାଦ୍ୟ ଖାଇବାକୁ ତାଙ୍କୁ ମଧ୍ୟ ବାଧ୍ୟ କରନ୍ତି। ଏହିପରି ଦୁର୍ବଳ ଲୋକମଳ ଶରୀର ଧାରଣ କରି ସେ ଗୋଚାରଣ ନିମନ୍ତେ ବନକୁ ଯାଉଥିବାରୁ ମା ମନ ସଦା ଆତଙ୍କିତ ହେଉଥିଲା। ତ ଶ୍ରୀକୃଷ୍ଣ ବହୁତ ଦୁର୍ବଳ ଥିଲେ ଓ ତା ଉପରେ ମଧ୍ୟ ସେ ଗୋଚାରଣ ପାଇଁ ବନକୁ ଯାଉଥିଲେ ଓ ତାଙ୍କ ଦୁର୍ବଳ ଶରୀର ପାଇଁ ମାତା ଯଶୋଦା ସବୁବେଳେ ଚିନ୍ତିତ ଥିଲେ। ପୁନଶ୍ଚ ସନ୍ଧ୍ୟା ପରେ ବନରୁ ଫେରିବାରେ ବିଳମ୍ବ ହେବାରୁ ଆଶଙ୍କାରେ ଅତିଷ୍ଠ ହୋଇ ଯଶୋଦା ବ୍ୟାକୁଳ ହୋଇ ଉଠିଛନ୍ତି ଓ ପୁତ୍ରର ଗୁଣାବଳୀ ସ୍ମରଣ କରି ବିଳାପ କରିଛନ୍ତି। ପ୍ରଶ୍ନ ନମ୍ବର ଘରେ ଦେଇଛି ନେଲୁ ନାହିଁ କାହିଁ ପାଇଁ ମୃଦୁପାଦ ଚିନ୍ତା। ଉତ୍ତର ପ୍ରୋକ୍ତ ପଦ୍ୟାଂଶଟି ଅଭିମନ୍ୟୁ ସାମନ୍ତ ସିଂଙ୍କ ରଚିତ କଲାମାଣିକ ଶୀର୍ଷକରୁ ଆସିଛି। ସ୍ନେହମୟୀ ଜନନୀ ଯଶୋଦାଙ୍କର ବିଳାପ ବର୍ଣ୍ଣନା କରାଯାଇଛି ଏଠି। ସନ୍ଧ୍ୟାରେ ଗୃହକୁ ପ୍ରତ୍ୟାବର୍ତ୍ତନ କରିବାରେ ବିଳମ୍ବ ହେବାରୁ ଯଶୋଦା ଶ୍ରୀକୃଷ୍ଣଙ୍କ ଚିନ୍ତାରେ ବ୍ୟାକୁଳ ହୋଇ ଉଠିଛନ୍ତି। ଗାଈ ଗୋଠ ସହ ଗଲାବେଳେ କୃଷ୍ଣ ତାଙ୍କ କଠାଉ ଓ ଛତା ସଙ୍ଗରେ ନେବାକୁ ଭୁଲି ଯାଇଛନ୍ତି। ସେଥିପାଇଁ ମାଙ୍କ ମନରେ ଅସୁମାରୀ ଆଶଙ୍କା ସୃଷ୍ଟି ହୋଇଛି। ତ ସେ ଗଲାବେଳେ ତାଙ୍କ ସାଥିରେ କଠାଉ ଓ ଛତା ନେଇନଥିଲେ। ସେଥିପାଇଁ ମାତା ଯଶୋଦା ତାଙ୍କ ପ୍ରତି ଚିନ୍ତା କରିଛନ୍ତି। ସେ ଚିନ୍ତା କରିଛନ୍ତି ହୁଏତ ନିଦାଘ ଝାଞ୍ଜି ହେତୁ କୃଷ୍ଣଙ୍କ ଦେହରୁ ଝାଳ ବହି ପଡ଼ୁଥିବ। ଖରାରୁ ତାଙ୍କ ଦେହରୁ ଝାଳ ବହୁଥିବ। ବନ ମଧ୍ୟରେ ଅନାବନା କଣ୍ଟା ମାଡ଼ି ସୁକୋମଳ ପାଦ ଦୁଇଟିରୁ ରକ୍ତ ପଡ଼ି ଝରି ପଡ଼ୁଥିବ ଓ ତାଙ୍କ କୋମଳ ପାଦରୁ ରକ୍ତ ଝରି ପଡ଼ୁଥିବ। ଯନ୍ତ୍ରଣାରେ ତାଙ୍କ ଅଳିଅଳ ପୁଅ ଅଧୀର ହୋଇ ପଡ଼ୁଥିବ। ଚାଲିବାରେ କଷ୍ଟ ଅନୁଭବ କରି ହୁଏତ ଆସିବାରେ ବିଳମ୍ବ ହୋଇଛି। ସେ କଣ୍ଟା ମାଡ଼ି ଦେଇଥିବେ ଓ ଆସିବାରେ କଷ୍ଟ ହେଉଥିବାରୁ ସେ ଚାଲି ପାରୁନଥିବେ ବୋଲି ମାତା ଯଶୋଦା ଆଶଙ୍କା କରିଛନ୍ତି। ଏହିପରି ନାନା ଭୟ ଓ ଆଶଙ୍କାରେ ମା ମନ ଶିହରି ଉଠିଛି। ବାତ୍ସଲ୍ୟ ମମତାମୟୀ ଜନନୀ ଯଶୋଦାଙ୍କର ବ୍ୟାକୁଳତା କବିଙ୍କ ଲେଖନୀରେ ଜୀବନ୍ତ ହୋଇ ଉଠିଛି। ପ୍ରଶ୍ନ ନମ୍ବର 5ରେ ଦେଖିବା। ତ ଏଠି ଦେଇଛି ଅସଜଡ଼ା ପଦକୁ ସଜାଡ଼ି ଲେଖ। ତ ପଦଗୁଡ଼ିକୁ ଅସଜଡ଼ା ଦେଇଛି ଆମେ ତାକୁ ସଜାଡ଼ି ଲେଖିବାକୁ ହେବ। କରିଦେଇଛି ତୁ ବିନାଶନେ ଏକଇ ବୃଦ୍ଧ କାଳେ ନନ୍ଦ ହୃଦତାପ ହରିଚନ୍ଦନ ମୋହର। ତ ଉତ୍ତରରେ ଆମେ ସଜାଡ଼ି ଲେଖିଲେ ହେଇଯିବ ବୃଦ୍ଧ କାଳେ ତୁ ମୋହର ଏକଇ ନନ୍ଦନ ହୃଦତାପ ବିନାଶନେ ତୁ ହରିଚନ୍ଦନ। ଘରେ ଦେଇଛି ଶ୍ରୁତି କି ଡଙ୍କୁଣି ବନକୁ ମାତିବାର ଶୁଭୁଛି ଛାଡ଼ିଦେଲି ନିଶାଚର କାହିଁକି ମୁଁ। ତ ସଜାଡ଼ି ଲେଖିଲେ ହେଇଯିବ ନିଶାଚର ମାତିବାର ଶୁଭୁଛି ଶ୍ରୁତି କି ମୁଁ ଡଙ୍କୁଣି ଛାଡ଼ିଦେଲି ବନକୁ କାହିଁକି। ପ୍ରଶ୍ନ ନମ୍ବର 6ରେ ଦେଇଛି ଯଶୋଦା ଶ୍ରୀକୃଷ୍ଣଙ୍କୁ କ'ଣ କ'ଣ ସମ୍ବୋଧନ କରି ଡାକିଛନ୍ତି। ଯଶୋଦା ଶ୍ରୀକୃଷ୍ଣଙ୍କୁ କ'ଣ ନାମ ଧରି କେଉଁ ନାମ ଧରି ଡାକିଛନ୍ତି ସେ ନାମ ଗୁଡ଼ିକ କ'ଣ ଲେଖ। ଉତ୍ତର ଲେଖିବା
ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ଜନନୀ ଯଶୋଦା ସମ୍ବୋଧନ କରି ଡାକିଥିବା ନାମଗୁଡ଼ିକ ହେଲା କଳାମାଣିକ, ନିଧନ, ଶଙ୍ଖାଳି, ଦରିଦ୍ର ପସରା, ଅନ୍ଧ ଲଉଡ଼ି, ହୃଦ ରତ୍ନହରା, ଜୀବଜୀବନ, ନୟନ ପ୍ରତିମା ଓ ହରିଚନ୍ଦନ। ଏହି ନାମ ଧରି ମାତା ଯଶୋଦା ଡାକିଛନ୍ତି। କି ନାମ ଧରି? କଳାମାଣିକ, ନିଧନ ଶଙ୍ଖାଳି, ଦରିଦ୍ର ପସରା, ଅନ୍ଧ ଲଉଡ଼ି, ହୃଦ ରତ୍ନହରା, ଜୀବଜୀବନ, ନୟନ ପ୍ରତିମା, ହରିଚନ୍ଦନ। ପ୍ରଶ୍ନ ନମ୍ବର 7 ଦେଇଛି ରେଖାଙ୍କିତ ଶବ୍ଦଗୁଡ଼ିକର ଅର୍ଥ ଲେଖ। ତ ଏଠି ନିଧନ ଶଙ୍ଖାଳି ମୋର ଦରିଦ୍ର ପସରା। ତ ଏଠି ନିଧନ ଦେଇଛି, ନିଧନର ଅର୍ଥ କ'ଣ ହେଇଯିବ? ଉତ୍ତର ତା'ର ଅର୍ଥ ହେଇଯିବ, ନିଧନର ଅର୍ଥ ହେଇଯିବ ନିର୍ଜନ, ଧନହୀନ, ଦରିଦ୍ର ଓ ଗରିବ। ଯେ ଗରିବ, ଯେ ଦରିଦ୍ର, ଯେ ଧନହୀନ। ଖରେ ଦେଇଛି ବୃଦ୍ଧ କାଳେ ତୁ ମୋହର ଏକଇ ନନ୍ଦନ। ବୃଦ୍ଧ କାଳେ ତୁ ମୋର ଏକଇ ନନ୍ଦନ। ତ ଏଠାରେ ନନ୍ଦନ ଦେଇଛି, ନନ୍ଦନର ଅର୍ଥ କ'ଣ? ଏଠାରେ ନନ୍ଦନ ହେଇଯିବ, ନନ୍ଦନର ଅର୍ଥ ପୁଅ ବା ପୁତ୍ର। ଘରେ ଦେଇଛି ଗୋଟିକା ଅଧାମସର ନ ରୁଚଇ ତୋତେ। ତ ଏଠାରେ ଦେଇଛି ଅଧାମ। ଅଧାମର ଅର୍ଥ କ'ଣ? ଦୁଗ୍ଧଜାତ ମିଷ୍ଟାନ୍ନ ବିଶେଷ। ଦୁଗ୍ଧରୁ ତିଆରି ଏକ ମିଷ୍ଟାନ୍ନ ଅଟେ। ରାବିଡ଼ି ସରପୁଲି। ଦୁଗ୍ଧକୁ ଗରମ କରି ଏଥିରୁ ଜଳୀୟ ଅଂଶ କମିଗଲେ ପରେ ଅର୍ଦ୍ଧତରଳ ଅବସ୍ଥାରେ ଯାହା ରହେ ତାହାକୁ ଅଧାମ ବୋଲି କୁହାଯାଏ। ଏହା ଏକ ସୁସ୍ୱାଦୁ ଖାଦ୍ୟ ଅଟେ। ଏହା ବହୁତ ସ୍ୱାଦ ଅଟେ। ପ୍ରଶ୍ନ ନମ୍ବର ଘରେ ଦେଇଛି ବନେ କଣ୍ଟା ଲାଗି ହୋଇ ମୃଦୁପାଦ ଚିନ୍ତା। ମୃଦୁର ଅର୍ଥ କ'ଣ? ମୃଦୁର ଅର୍ଥ ହେଉଛି କୋମଳ ବା ନରମ। ପ୍ରଶ୍ନ ନମ୍ବର 1 ଦେଇଛି ବାର ବାର ବାରୁଥାଇ ଯିବା ପାଇଁ ବନେ। ତ ଏଠି ବାରୁଥାଇର ଅର୍ଥ କ'ଣ? ଉତ୍ତର ଯିବ ବାରଣ କରୁଥାଇ ବା ମନା କରିବା ବା ବାରଣ କରିବା। ପ୍ରଶ୍ନ ନମ୍ବର 8 ଦେଇଛି ତଳେ ଦେଇଥିବା ସମଚାରିତ ଶବ୍ଦଗୁଡ଼ିକ ମଧ୍ୟରେ ଥିବା ଅର୍ଥଗତ ପାର୍ଥକ୍ୟ ଲେଖ। ତ ତଳେ କିଛି ସମଚାରିତ ଶବ୍ଦ ବା ସମାନ ଶବ୍ଦ ଦେଇଛି, ତା'ର ଅର୍ଥ ଅଲଗା ଅଲଗା ହେବ। କ'ଣ ହେବ? ଉତ୍ତର ଲେଖ। ଏଠି ଦେଇଛି ବେଶୀ। ବେଶୀର ଅର୍ଥ କ'ଣ? ଅଧିକ ହେଲା, ଅଧିକ ହେଇଯିବ। ଏଠି ଦେଇଛି ବେଶା। ବେଶାର ଅର୍ଥ କ'ଣ? ବେଶ ଧାରା, ବେଶ ହେଲା। ନିଧନ। ନିଧନ ଅର୍ଥ ମୃଦୁ, ମୃତ୍ୟୁ ବା ବିନାଶ। ଏଠି ଦେଇଛି ନିଧନ। ଏହି ନିଧନର ଅର୍ଥ ହୋଇଯିବ ଧନହୀନ, ଦରିଦ୍ର, ଯାହାର ଧନ ନାହିଁ ବା ଦରିଦ୍ର। ଶ୍ରୁତି। ଶ୍ରୁତିର ଅର୍ଥ କ'ଣ? କାନ, ଶ୍ରବଣ ବା ଶୁଣିବା। ସେପରି ତଳେ ମଧ୍ୟ ଶ୍ରୁତି ଦେଇଛି, ସେ ଶ୍ରୁତିର ଅର୍ଥ ହୋଇଯିବ ବେଦ କିମ୍ବା କିମ୍ବଦନ୍ତୀ, ତାକୁ ମଧ୍ୟ ଶ୍ରୁତି ବୋଲି କୁହାଯାଏ। ନିଶା। ନିଶାର ଅର୍ଥ ରାତି ଓ ଅନ୍ୟ ନିଶାର ଅର୍ଥ ହୋଇଯିବ ନିଶାଦ୍ରବ୍ୟ ଅଭ୍ୟସ୍ତ, ନିଶାଦ୍ରବ୍ୟ ବା ମଦ୍ୟପାନ। ବର। ବରର ଅର୍ଥ ବୃକ୍ଷ ବିଶେଷ, ତା ଗୋଟେ ବୃକ୍ଷର ନାମ ହେଉଛି ବରଗଛ। ସ୍ୱାମୀ ବା ପତି ଓ ଅନ୍ୟ ବରର ଅର୍ଥ ହୋଇଯିବ ଆଶୀର୍ବାଦ। ପ୍ରଶ୍ନ ନମ୍ବର 9 ଦେଇଛି ତଳେ ଲିଖିତ ଶବ୍ଦଗୁଡ଼ିକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ। ତ ଏଠି କିଛି ଶବ୍ଦ ଦେଇଛି, ତା'ର ଦୁଇଟି ଲେଖାଏଁ ପ୍ରତିଶବ୍ଦ କ'ଣ ହେବ ଲେଖ। କାନନ। କାନନର ଦୁଇଟି ପ୍ରତିଶବ୍ଦ କ'ଣ ହେବ? ବଣ ବା ଜଙ୍ଗଲ। ସେପରି ନୟନ। ନୟନ ଶବ୍ଦର ଦୁଇଟି ଲେଖାଏଁ ପ୍ରତିଶବ୍ଦ ହୋଇଯିବ ଚକ୍ଷୁ ବା ଆଖି। ଲଉଡ଼ି। ଲଉଡ଼ିର ଅର୍ଥ ବାଡ଼ି ବା ଯଷ୍ଟି। ଦରିଦ୍ର। ଦରିଦ୍ର ଅର୍ଥ ଆମେ ପଢ଼ିଛେ ଦିନ, ଗରିବ। ଜନନୀ। ଜନନୀର ଅର୍ଥ ମାତା, ମା। ଏହା ତ ସମସ୍ତେ ମୁଁ ଆଶା କରୁଛି ଜାଣିଥିବେ, ଏହା ବହୁତ ସହଜ ଅଟେ। ଜନନୀ। ଜନନୀର ଅର୍ଥ ମାତା ବା ମା।